ସରକାରଙ୍କ ନୂତନ ନିୟମ ଅନୁଯାୟୀ ଆଉ ତେଲ ଟାଙ୍କିରୁ କେହି ପ୍ଲାଷ୍ଟିକ କ୍ୟାନ୍ ଅଥବା ଜାର୍ରେ ତେଲ ନେଇପାରିବେ ନାହିଁ। ଫଳତଃ ଆଜି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ମୋଟରସାଇକେଲ ଆରୋହୀର ରାସ୍ତାରେ ତେଲ ସରିଯିବାରୁ ସେ ପ୍ଲାଷ୍ଟିକ କ୍ୟାନ୍ଟିଏ ନେଇ ଆସିଥିଲେ ତେଲ ଟାଙ୍କିକୁ, କିନ୍ତୁ ତେଲ ଟାଙ୍କି ବାଲା ମନା କରିଦେବାରୁ ସେ ସିଧାସଳଖ ଭାବରେ ମୋଟରସାଇକେଲର ଥିବା ତେଲ ଟାଙ୍କିଟିକୁ ଖୋଲି ନେଇ ପହଞ୍ଚିଛନ୍ତି ତେଲ ଟାଙ୍କିରେ ଏବଂ ତେଲ କରୁଛନ୍ତି ଭର୍ତ୍ତି। 5 କିଲୋମିଟର ତେଲ ସରିଗଲାଣି। ମୁଁ ଠେଲି ଠେଲିକି ଆଣିକି ଲାଷ୍ଟ ଗୋଟେ ମିସ୍ତ୍ରୀ ଡାକିକି ଆଣିକି ଟାଙ୍କି ଖୋଲିକି ଆଣିଛି, ଟାଙ୍କିରେ ତେଲ ପକେଇ। କ'ଣ ହେଇଛି ଆପଣଙ୍କର? 5 କିଲୋ କୋଲକାତା ଛକର ସାରା ତେଲ ସରିଗଲା। ଆମେ ଆଜି ପ୍ଲାଷ୍ଟିକ କ୍ୟାନ୍ ବୋତଲ ନେଇକି ଆସିଥିଲେ। ଆଣିଲା ପରେ ସେ ତେଲ ବୋତଲ ଦେଲେନି, ପ୍ଲାଷ୍ଟିକ ବୋତଲ ଦେଲେନି। ଲାଷ୍ଟ ଗୋଟେ ମିସ୍ତ୍ରୀ ଡାକିକି ଆଉ ଲାଷ୍ଟ ଟାଙ୍କିଟା ଖୋଲିକି ନେଇକି ଆସିଲେ। ଆଉ ଟାଙ୍କିରେ ତେଲ ପକେଇକି ସରକାର ବଡ଼ ଦଣ୍ଡ ଦେଉଛନ୍ତି। ଇଏ ସବୁ କି ରୁଲ୍ ଚାଲିଛି? ନା ତୋ ଫଟୋ